ତିନି ଦଫା ଦାବି ନେଇ ଆସିକା ଚିନି ଶିଳ୍ପ ଅସ୍ଥାୟୀ କର୍ମଚାରୀମାନଙ୍କ କାରଖାନା ଫାଟ ଆଗରେ ଧାରଣା। ଆସିକା ସମବାୟ ଚିନି କାରଖାନା ମୁଖ୍ୟ ଫାଟକ ଆଗରେ ଅସ୍ଥାୟୀ ଶତାଧିକ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଦୀର୍ଘଦିନ ହେଲା କର୍ମଚାରୀମାନେ ଅସ୍ଥାୟୀ 105 କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, କାରଖାନା ବକେୟାରେ ଥିବା 3 ବର୍ଷର ବୋନସ୍ ରାଶି ପ୍ରଦାନ ସାଙ୍ଗକୁ ବରିଷ୍ଠତା ଓ ଯୋଗ୍ୟତା ଭିତରେ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରି ଧାରଣାରେ ବସି ପ୍ରତିବାଦ କରୁଛନ୍ତି। ପରିଚାଳନା ପରିଷଦ ଏବଂ ଏମ୍ଡି ଏଥିପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ପ୍ରକାଶ କରିଛନ୍ତି। ସାର୍ ମୋ ନାଁ ହେଉଛି କୈଳାସ ଚନ୍ଦ୍ର ପଟ୍ଟନାୟକ। ମୁଁ ଜଣେ ଏନ୍ଆର୍ଆର୍ କର୍ମଚାରୀ ଏହି ଚିନି ଶିଳ୍ପର। ବହୁ ବର୍ଷ ହେଲା ଏଠାରେ ମୁଁ ନିଜର ପଦବୀରେ ରହି କାର୍ଯ୍ୟ କରୁଛି। କ'ଣ ଅସୁବିଧା ଅଛି ଆପଣ ରାସ୍ତା ବୁଲେଇଛନ୍ତି? ଦେଖନ୍ତୁ ଆଜ୍ଞା, ଆମେ ବହୁ ବର୍ଷ ହେଲା ଏଠାରେ ଶ୍ରମିକ ଭାବେ ଏନ୍ଆର୍ଆର୍ ଭାବେ କାମ କରି ଆସୁଛୁ। କିନ୍ତୁ ବହୁ ଶ୍ରମିକ ମୋର ଭଳି ପ୍ରାୟ ବହୁ ঊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱ ଶ୍ରମିକ ଏଠାରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ନିଜ ନିଜର ଦାୟିତ୍ୱବାନ ଜାଗାରେ ରହି କାମ କଲେ ମଧ୍ୟ ଆମକୁ ଉଚିତ ପ୍ରାପ୍ୟ ମିଳୁନି ଏବଂ ଆମର ନ୍ୟାଯ୍ୟ ଦାବି ଆଜି ପର୍ଯ୍ୟନ୍ତ ହାସଲ ହୋଇପାରିଲା ନାହିଁ। ଆଉ ଆମକୁ ସ୍ଥାୟୀ ନିଯୁକ୍ତି ଦେବା ବଦଳରେ ଆମକୁ ଏହି ପରିଚାଳନା ନିର୍ଦ୍ଦେଶକ ଏବଂ ପରିଚାଳନା ପରିଷଦ ଆମକୁ ବିଭିନ୍ନ ପ୍ରକାର ଆଳ ଦେଖାଇ ତୁମର ଆଜି ହେବ କାଲି ହେବ କହି ଯେତେବେଳେ ଲିଙ୍ଗରିଂ କରିକି ଗଲେ, ତାହା ପାଇଁ ଆମେ ଆଜି ରାଜରାସ୍ତାକୁ ଓହ୍ଲେଇଛୁ। କେତେ ଜଣ ଏନ୍ଆର୍ଆର୍ ଅଛ? କ'ଣ ତୁମର ପ୍ରତିଶ୍ରୁତି ଦେଇଥିଲେ ମ୍ୟାନେଜମେଣ୍ଟ? ଆମେ ପ୍ରାୟ 107 ଜଣ ଏନ୍ଆର୍ଆର୍ ଅଛୁ। ଆଉ ମ୍ୟାନେଜମେଣ୍ଟକୁ ବାରମ୍ବାର ଆମେ ଦାବିପତ୍ର ଦେଇଥିଲୁ। 4/9/2025 ତାରିଖରେ ଏକ ଦାବିପତ୍ର ପ୍ରଦାନ କରିଥିଲୁ। ସେହି ଦାବିପତ୍ର ଅନୁଯାୟୀ ମ୍ୟାନେଜମେଣ୍ଟ ବହୁ ପ୍ରକାର ଆଳ ଦେଖାଇଲା ପରେ କର୍ମଚାରୀମାନଙ୍କର ଏହି କାର୍ଯ୍ୟକୁ କେମିତି ସମ୍ପାଦନ କରାଯିବ ବୋଲି ସିଏ 27/11/2025ରେ ବ୍ରହ୍ମପୁର ଡିଏଲ୍ ଅଫିସ୍ ଯାଇ ସେଠାରେ ଗୋଟେ ପ୍ରତିଶ୍ରୁତି ଦେଇଥିଲେ। ଆମେ 27/11/2025ରେ ଯେଉଁ ତ୍ରିପାକ୍ଷିକ ପ୍ରତିଶ୍ରୁତି ମାନେ ସ୍ୱାକ୍ଷର କଲେ, ସେ କହିଥିଲେ ଯେ ତୁମକୁ ଫେବୃଆରୀ 1 ସୁଦ୍ଧା ତୁମକୁ ଆମେ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରକ୍ରିୟା ଆରମ୍ଭ କରିବୁ ଏବଂ ତୁମକୁ ପ୍ରଦାନ ବି କରିବୁ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ପୁଣି ଥରେ 28/1ରେ ଚିନି କାରଖାନା ଚାଲିବା ଅବସ୍ଥା ଯେତେବେଳେ ଆସିଲା, ପୁଣି 28/1ରେ ପୁଣି ଗୋଟେ ପ୍ରତିଶ୍ରୁତି ଦେଇ ସ୍ୱାକ୍ଷର କଲେ। ଜିଏଡି ନମ୍ବର 2477ରେ ଗୋଟେ ପ୍ରଦାନ କଲେ ଦାବିପତ୍ର ଆମକୁ ଦେଲେ, ଗୋଟେ ଲିଖିତ ପ୍ରତିଶ୍ରୁତି ଦେଲେ ଯେ ତୁମକୁ ଆଉ ଗୋଟେ ଫ୍ୟାକ୍ଟ୍ରି କ୍ରସିଂ ସିଜନ୍ ସରିଲା ପରେ ତୁମକୁ ଆମେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବୁ। କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ। କ'ଣ ଏବେ ତୁମେ ଚାହୁଁଛ? ଯଦି ନହେଲେ କ'ଣ କରିବ? ସିଏ ଦେଇଥିବା ପ୍ରତିଶ୍ରୁତିକୁ ଯଦି ସିଏ ନ ମାନନ୍ତି ଏବଂ ଯାହା ତାଙ୍କର ଲିଖିତ ପ୍ରତିଶ୍ରୁତି ଯେଉଁ ଦେଇଥିଲେ, କେ ଫର୍ମ ଯେଉଁ ସାଇନ୍ ହୋଇଥିଲା ତ୍ରିପାକ୍ଷିକ ଏବଂ ପରିଚାଳନା ପରିଷଦର ଯେଉଁ ମ୍ୟାନେଜମେଣ୍ଟ ସମସ୍ତେ ବସି ଆମ ପ୍ରତି ଯେଉଁ ବିଚାର କରିଥିଲେ, ତାହା ଯଦି ନ କାର୍ଯ୍ୟକାରୀ ସେମାନେ କରିବେ ବୋଲେ ତାହା ଆମେ ଆଗାମୀ ଦିନରେ ଏହିପରି ଲଢ଼େଇ ଧାରଣା ଚାଲିବ। କିନ୍ତୁ ମଲେ ମରିବୁ ପଛେ ଶ୍ରମିକମାନେ ଛାଡ଼ିବୁ ନାହିଁ। ଏବଂ ଆମର 3ଗୋଟି ଦାବି ଥିଲା। ଗୋଟିଏ ଦାବି ହେଲା ଏନ୍ଆର୍ଆର୍ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ଦ୍ୱିତୀୟ ଦାବି ହେଲା 4 ବର୍ଷର ରହିଥିବା ବକେୟା ଇନସେଣ୍ଟିଭ୍ ବୋନସ୍ ଏବଂ ତୃତୀୟ ଦାବି ହେଲା ବହୁ ବର୍ଷ ହେଲା ଯେଉଁ କର୍ମଚାରୀମାନେ କାମ କରି ଆସୁଛନ୍ତି ସେମାନଙ୍କୁ ପଦୋନ୍ନତି ଦେବା। ତାହା ଆଜି ସୁଦ୍ଧା ମ୍ୟାନେଜମେଣ୍ଟ କରୁନାହାନ୍ତି। ସବୁ ଖାମଖିଆଲି ଭାବେ ଏହାକୁ ବିଭିନ୍ନ ପ୍ରକାର ଆଳ ଦେଖାଇ ତାହାକୁ ଦିନକୁ ଦିନ ଲିଙ୍ଗରିଂ କରିକି ଚାଲୁଛନ୍ତି। ସେଥିପାଇଁ ସବୁ କର୍ମଚାରୀ ଆଜି ଏକାଠି ହୋଇ ନିଜର ପେଟ ପାଟଣାକୁ ତାଙ୍କ ପାଖରେ ଭିକ୍ଷା ମାଗି କେମିତି ମ୍ୟାନେଜମେଣ୍ଟ ଆମେ ଦେଇଥିବା ତୁମେ ପ୍ରତିଶ୍ରୁତି କେମିତି ରକ୍ଷା କର, ଆମେ ଶାନ୍ତିପୂର୍ଣ୍ଣ ଭାବରେ ଏଠାରେ ବସି ଆମେ ମ୍ୟାନେଜମେଣ୍ଟକୁ ଆମେ ଭିକ୍ଷା ମାଗୁଛୁ। ମ୍ୟାନେଜମେଣ୍ଟ ତୁମେ ଦେଇଥିବା ପ୍ରତିଶ୍ରୁତି ତୁମେ ମାନିନିଅ। ଆମେ କର୍ମଚାରୀ ଭାବେ ତୁମର ଚିନି କାରଖାନାକୁ ଯାଇ ଆମେ କାମ କରିବୁ। ନମସ୍କାର ସାର୍, ମୋ ନାଁ ଶିବରାମ ରାଉଳ। ମୁଁ ଭାଇମାନଙ୍କର ଜେନେରାଲ ସେକ୍ରେଟାରୀ ଅଛି ଏଆଇଟିସିର। କ'ଣ ବର୍ତ୍ତମାନ ଚିନି କଳର ସମସ୍ୟା ଆରମ୍ଭ ହେଲା? ଚିନି କଳର ସମସ୍ୟା ଦୀର୍ଘ କିଏ 20 ବର୍ଷ, କିଏ 25 ବର୍ଷ, କିଏ 28 ବର୍ଷ କାଳ ଏନାମରେ ଖଟି ଖଟି ଏ ପର୍ଯ୍ୟନ୍ତ ଆସିଲେଣି। କିଏ ଏକ୍ସପାୟାର୍ଡ କଲେଣି, କିଏ ରିଟାୟାର୍ଡ ହେଲେଣି। ଏସବୁ ତଦନ୍ତ ନେଇ ଆମେ ସବୁ ମ୍ୟାନେଜମେଣ୍ଟକୁ ଯାଇ କମ୍ପ୍ଲେନ୍ କଲୁ ଯେ ସାର୍ ଏତିକି ଦିନ ହେଲା ଆମେ ଏଠି ଖଟିଲେଣି ଭାଇମାନେ, ଆଉ ତାଙ୍କୁ କିଛି ସ୍ଥାୟୀ ନିଯୁକ୍ତି ଦିଆଯାଉ। ସେ କହିଲେ ଠିକ୍ ଅଛି, ମୁଁ କିଛି କରିବି, ଗଭର୍ଣ୍ଣମେଣ୍ଟ ଅମକ ସମକ କହିଲେ ନାଇଁ ତାହେଲେ ଡିଏଲ୍ ଅଫିସ୍ ଆମେ ଲେଖି କପି ଟୁ କଲୁ। ଡିଏଲ୍ ଅଫିସ୍ରେ ଆମର ମିଟିଂ ହେଲା। ଡିଏଲ୍ଆର୍ ଥାଇକିରି ସାର୍ମାନେ ଥାଇକିରି ଆମର ରାମକୃଷ୍ଣ ପଣ୍ଡା ପ୍ରେସିଡେଣ୍ଟ ଥାଇକିରି ସବୁ ଗୋଟେ ଏଗ୍ରିମେଣ୍ଟ ହେଲା କେ ଫାର୍ମରେ
ଯେ ଆମ କେଉଁ ଡେଟ୍ଟା 27/11 ଆମେ ଗୋଟେ ଏଗ୍ରିମେଣ୍ଟ ହେଲା ସେଇଠି ଗୋଟେ ଚାଲିବ କେତେ ଦିନ ଆମେ ଦେଉଛୁ ମାନେ ପ୍ରତିଦିନ ଅମକ ଡେଟ୍ରେ ତୁମକୁ ଦିଆହେବ ଫେବୃଆରୀରେ ସେଇଟା ସେ ଡେଟ୍ ପଳେଇଲା ଆଜ୍ଞା ପ୍ଲାଣ୍ଟ ଚାଲିବା ଉପରେ ବ୍ୟସ୍ତ ସେ କହିଲେ କିଛି ଦିନ ସମୟ ଦିଅ ସେ ସମୟ ହେଲେ ଆମେ ଦେଲୁ ଆଜ୍ଞା ଆଉ ଗୋଟେ ଏଗ୍ରିମେଣ୍ଟ କରାହେଲା ସମସ୍ତେ ଥାଇକିରି ସେ ଏଗ୍ରିମେଣ୍ଟ ହେଲେ କାମ ଦେଲାନି ଏବେ ପ୍ଲାଣ୍ଟ ବନ୍ଦ ହେଲା ପରେ ଆମେ ଯାଇ ସାର୍କୁ ନିବେଦନ କଲୁ ସାର୍ କ'ଣ କରିବା ଭାଇମାନେ ଆପଣ କହିଥିଲେ କଥା ଦେଇଥିଲେ ଆଉ ଏଗ୍ରିମେଣ୍ଟ କରିଛନ୍ତି ଦିଅନ୍ତୁ ନା ରେଜିଷ୍ଟର କ'ଣ ଗୋଟେ କେସ୍ ପଡ଼ିଛି ହାଇକୋର୍ଟର ଗୋଟେ କେସ୍ ପଡ଼ିଛି ଆଉ କଲେକ୍ଟର ମୁଁ ବୁଝି ତଦନ୍ତ କରି ନେବି ରଖି ଥୋଇ କଲାଠୁ ଲୋକ ବିରକ୍ତ ହେଇଗଲେ ଆଉ ଏବେ କ'ଣ ଆପଣଙ୍କ ଡିମାଣ୍ଡ ରହିବ? ଡିମାଣ୍ଡ ହେଲା ଆଜ୍ଞା ଆମର ଏନ୍ଏମ୍ଆର୍କୁ ସିଜନାଲ ଅର୍ଡ଼ର ଆଉ ଆମର ଯିଏ ଯେଉଁ ପଦବୀ ରେଗୁଲାର ମାନେ ଅଛନ୍ତି ସେ ପଦବୀ ତାଙ୍କର ପରିପୂର୍ଣ୍ଣ ହେଉ ହଁ ଆଉ ଆମର ବକେୟା 3 ବର୍ଷର ଇନସେଣ୍ଟ ଅଛି ସେଇଟା ଆମକୁ ଦିଆଯାଉ ଏ 3ଟା ଜିନିଷ ଆମକୁ ଟାର୍ଗେଟ୍ କରିକି ନଦେଲେ କ'ଣ କରିବେ ଆପଣ? ନଦେଲେ ଆମେ ଏଠି ଆନ୍ଦୋଳନ କରିବୁ ଏଇଠି ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ହେବ ଏଇଠି ମରିଯାଆନ୍ତୁ ସମସ୍ତେ ଆନ୍ଦୋଳନ କରି ମରିଯାଆନ୍ତୁ ଆତ୍ମହତ୍ୟା ଆମେ ତ ମରିଯିବୁ ଆଉ ନା ଆଉ ଉପାୟ ନାହିଁ ଆଜ୍ଞା ବୁଢ଼ା ବାପା ମା ମାନେ ସବୁ ଘରେ ଅଛନ୍ତି 100x5 ଗୋଟେ ପରିବାର ଆଜ୍ଞା 100x5 ଏତିକି ପରିବାର ହାହାକାର ହେଉଛନ୍ତି ଏଥିପାଇଁ ଯାଇକି ଆଜ୍ଞା 10,000 ଟଙ୍କା 12,000 ଟଙ୍କା ମାନେ ଆଜିକାଲି ଯେଉଁ ରେଟ୍ ଚାଲିଛି ବଞ୍ଚିପାରିବେ ସାର୍ ନାଇଁ ତେଣୁକରି ମୋର ନିବେଦନ ଆମେ ସମସ୍ତଙ୍କୁ ନିବେଦନ କରୁଛୁ ଏ ଦୁଃଖର ଦୁଃଖ ବୁଝନ୍ତୁ। ସେଠି AITC ଗଞ୍ଜାମ ଜିଲ୍ଲା ସମ୍ପାଦକ। କ'ଣ ସାର୍ ମାନେ ସବୁ ଚିନି ଶିଳ୍ପର ହେଇଛି ଯେଉଁମାନେ ଧାରଣାରେ ବସିଛନ୍ତି? ଦେଖନ୍ତୁ ଆସିକା ଚିନି ଶିଳ୍ପ ସଂଘ AITC ସହିତ ସହବନ୍ଧିତ ଇଏ ବହୁଦିନ ଧରି ଆସିକା ଚିନି ଶିଳ୍ପ ପ୍ରତିଷ୍ଠାରୁ AITC ସହିତ ଏମାନେ କାର୍ଯ୍ୟକ୍ରମ କରୁଛନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଭାରତବର୍ଷର ଉଚ୍ଚତମ ନ୍ୟାୟାଳୟ ଗୋଟେ ଶ୍ରମିକକୁ ସର୍ବନିମ୍ନ 28,000 ଦରମା ଦେବା ପାଇଁ ଘୋଷଣା କରୁଥିଲା ବେଳେ ଦୀର୍ଘ 15 ବର୍ଷ ଧରି NMR ମାନେ ଏଠି ଯେଉଁ କାମ କରୁଛନ୍ତି ସେମାନେ 15,000 ଟଙ୍କାରେ ଚଳୁଛନ୍ତି। କେବଳ 15,000 ସେମାନଙ୍କର ପ୍ରୋତ୍ସାହନ ରାଶି ନୁହେଁ 13,000 ଟଙ୍କା ସେମାନେ ଦେଉଛନ୍ତି ଏବଂ ଅନ୍ୟାନ୍ୟ ବାବଦରେ 2,000 ଯେଉଁଟାକି ସମୁଦ୍ରକୁ ଶଙ୍କେ ପାଣି। ବହୁ ଦାବି ଆନ୍ଦୋଳନ ଫଳରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଆମେ ଗୋଟେ ଦାବିପତ୍ର ଦେଇଥିଲୁ MD ମହୋଦୟଙ୍କୁ ଯଦି ଆମର ଦାବି ତୁରନ୍ତ ଶୁଣନ୍ତୁ ନହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଏହା କପି DLଙ୍କୁ ଏବଂ କଲେକ୍ଟର ମହୋଦୟଙ୍କୁ ମଧ୍ୟ ଦେଇଥିଲୁ। DL ମହୋଦୟ ଆମ କଥାକୁ ସହୃଦୟର ସହିତ ବିଚାର କରି ଗୋଟେ ତ୍ରିପାକ୍ଷିକ ଆଲୋଚନା କରିଥିଲେ ଯେଉଁଟାକି ଆସିକା ଚିନି ଶିଳ୍ପର ମ୍ୟାନେଜମେଣ୍ଟ AITC କର୍ମକର୍ତ୍ତା ଏବଂ ଆସିକା ଚିନି ଶିଳ୍ପର କର୍ମକର୍ତ୍ତାଙ୍କୁ ନେଇକରି ଗୋଟେ ମ୍ୟାନେଜମେଣ୍ଟ ଗୋଟେ କମିଟି ଗଠନ କରିଥିଲେ ଏବଂ ନଭେମ୍ବର ମାସରେ ସେ ଗୋଟେ ଏଗ୍ରିମେଣ୍ଟ କରିଥିଲେ ଯେ ମୁଁ ନିଶ୍ଚିତ ଭାବେ ଜାନୁଆରୀ ଶେଷ ସୁଦ୍ଧା ମୁଁ ଆପଣମାନଙ୍କର ଯେତେ ଦାବି ଅଛି ମାନି ନେବି ଏବଂ ସମସ୍ତ NMR କର୍ମଚାରୀମାନଙ୍କୁ ରେଗୁଲାର କରିଦେବି। କ୍ରସିଂ ସରିଲା ପରେ ପୁଣି ଧାରଣାରେ ବସି ନାଇଁ ସାର୍ ଶୁଣନ୍ତୁ ଆପଣଙ୍କ ମାଧ୍ୟମରେ ମୁଁ ନିବେଦନ କରୁଛି ଏ କଥା ସର୍ବସାଧାରଣଙ୍କୁ ଯିବା ଆବଶ୍ୟକ ଅଛି। ଯେତେବେଳେ କ୍ରସିଂ ଆରମ୍ଭ ହେଲା ଚିନି ଶିଳ୍ପ କାରଖାନାରେ ଯେତେବେଳେ ଚିନି ପେଡ଼ା ଆରମ୍ଭ ହେଲା ସେତେବେଳେ ନିଜେ ଅସହାୟ ମନେ କଲେ MD ମହୋଦୟ ଯେ ଆପଣମାନେ ଆମକୁ ସହଯୋଗ କରନ୍ତୁ ଚିନି ଶିଳ୍ପ କର୍ମଚାରୀଙ୍କୁ ଏବଂ ଶ୍ରମିକ ସଂଘର ନେତୃତ୍ୱଙ୍କୁ ଗୋଟେ ଆଲୋଚନା ହେଲା ଯେ ଆମକୁ ସହଯୋଗ କରନ୍ତୁ ଚିନି ପେଡ଼ା ସରିଗଲା ପରେ ଆମେ ନିଶ୍ଚିତ ଭାବେ ଫେବୃଆରୀ 28 ସୁଦ୍ଧା ଆପଣମାନଙ୍କୁ ରେଗୁଲାର ପୋଷ୍ଟ ଘୋଷଣା କରିବୁ। ଦୁଃଖର ବିଷୟ 28 ତାରିଖ ଗଲା ପରେ ମ୍ୟାନେଜମେଣ୍ଟ ବିଭିନ୍ନ ଆଳ ଦେଖେ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ଆଳ ଦେଖାଇକିରି ନେଉଛନ୍ତି। ତେଣୁ ଆଳ ଦେଖାଉଛନ୍ତି ଯେ ହେଇପାରିବନି ବୋଲି ବିଭିନ୍ନ ପ୍ରକାର ଆଳ ଦେଖାଉଛନ୍ତି ଯେ ଆମର ବର୍ତ୍ତମାନ ବ୍ୟବସାୟ ହେଉଛି ଟେଣ୍ଡର ହେବ କାମ ହେବା ପାଇଁ ଆମକୁ ସମୟ ଦରକାର ତେଣୁ ଆମକୁ କିଛି ଦିନ ସମୟ ଦିଅ ଯେଉଁଟାକି ଦୀର୍ଘ ଜୁନ ମାସ ଠାରୁ ଆଜି ପର୍ଯ୍ୟନ୍ତ ଆଳ ଦେଖାଇ ଦେଖି ଆସିଲେ। ତେଣୁ ଗଣତାନ୍ତ୍ରିକ ପଦ୍ଧତିରେ ଆମେ ଆଜି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛୁ। ଯଦି ମ୍ୟାନେଜମେଣ୍ଟ ହୃଦୟ ସହକାରେ ଚିନ୍ତା କରି ଶ୍ରମିକମାନଙ୍କର କଥା ନ ବିଚାର କରନ୍ତି ଆଗାମୀ ଦିନରେ ବାଧ୍ୟ ହୋଇକରି ମୁଖ୍ୟ ଫାଟକଙ୍କୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିବୁ। କେବଳ ଆସିକା ଚିନି ଶିଳ୍ପର କର୍ମଚାରୀ ନୁହନ୍ତି ସମଗ୍ର ଗଞ୍ଜାମ ଜିଲ୍ଲାର AITC ନେତୃତ୍ୱ ଏବଂ AITCର କର୍ମକର୍ତ୍ତା ଆସି ଚିନି ଶିଳ୍ପ ସମ୍ମୁଖ ଆଗରେ ଆସିକା ଚିନି ଶିଳ୍ପର ଶ୍ରମିକମାନଙ୍କ ସ୍ୱାର୍ଥରେ ନିଶ୍ଚିତ ଭାବେ ଠିଆ ହେବ ଏତିକି ଆପଣଙ୍କ ମାଧ୍ୟମରେ ମୁଁ ନିବେଦନ କରୁଛି ଏବଂ MD ମହୋଦୟଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ତୁରନ୍ତ ଯଥାଶୀଘ୍ର ଆପଣ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ପରିଚାଳନା ପରିଷଦର ବୈଠକ ଏବଂ ଷ୍ଟାଫ୍ ସିଲେକ୍ସନ କମିଟିର ସହମତି ଭିତରେ ସମବାୟ ଆଇନ ଓ ଚିନିକଳର ଆଇନ ଅନୁସାରେ ଯଥାସମ୍ଭବ ନ୍ୟାୟ ସମ୍ମତି ଏବଂ ବିଧିସମ୍ପନ୍ନ ଅନୁସାରେ କର୍ମଚାରୀମାନଙ୍କର ନିଯୁକ୍ତି ପଦୋନ୍ନତି ଉପରେ ନିଷ୍ପତ୍ତି କରାଯାଇଛି।
କର୍ମଚାରୀମାନଙ୍କର ଅଭିଜ୍ଞତା ଓ ଯୋଗ୍ୟତା ଦକ୍ଷତା କାରଖାନାର ଶୂନ୍ୟତାକୁ ଆଧାର କରି ସରକାରୀ ନିର୍ଦ୍ଦେଶନାମା ଅନୁସାରେ ନିଷ୍ପତ୍ତି ଓ ନ୍ୟାୟ ଦେବା ପାଇଁ ସ୍ଥିର କରାଯାଇଛି। ଆସିକାରୁ ହରିହର ପାଢ଼ୀଙ୍କ ରିପୋର୍ଟ, ଚତୁର୍ଥ ସ୍ତମ୍ଭ ନ୍ୟୁଜ୍। ତାହାକୁ କାର୍ଯ୍ୟକାରୀ କରିନାହାନ୍ତି, ସେଥିପାଇଁ ସମସ୍ତ ଶ୍ରମିକ ସଂଘ A2C ତରଫରୁ ଆସିକା ସମବାୟ ଜନଶିଳ୍ପ କର୍ମଚାରୀ ସଂଘ ଦେଇଥିବା ପ୍ରତିଶ୍ରୁତିକୁ ତୁମେ ମାନି ନିଅ। ସାର୍ ଆଜି କର୍ମଚାରୀମାନେ ଗୋଟେ ଶତାଧିକ କର୍ମଚାରୀ ଫାଟକ ଆଗରେ ଧାରଣା ଦେଇଛି 3 ଦଫା ଦାବି ନେଇକି, କ'ଣ ସାର୍ ସେସବୁ? ଏଠି ଆମର ଆସ୍କା କୋଅପରେଟିଭ୍ ସୁଗର ଇଣ୍ଡଷ୍ଟ୍ରିରେ 3ଟା କ୍ୟାଟେଗୋରୀର ୱାର୍କର ଅଛନ୍ତି। ଗୋଟେ ହେଲା ରେଗୁଲାର, ଆଉ ସିଜନାଲ୍, ଆଉ ଏନ୍ଆର୍ଆର୍ କର୍ମଚାରୀମାନେ ଦାବି କରୁଛନ୍ତି ଯେ ସେମାନଙ୍କୁ ସିଜନାଲ୍ ବା ରେଗୁଲାର କରାଯାଉ ବୋଲି। ସେଇ ଦାବି ନେଇକି ସେମାନେ ଆଜି ଷ୍ଟ୍ରାଇକ୍ କରୁଛନ୍ତି। ଏହି ବିଷୟରେ ଅତୀତରେ ଆମର ତାଙ୍କ ସହିତ ତାଙ୍କର ୟୁନିୟନ୍ ସହିତ ଆଲୋଚନା କରାଯାଇଛି ଏବଂ କରାଯାଇକି ଆମେ ଲେବର ଡିପାର୍ଟମେଣ୍ଟ ସହିତ ସେମାନେ ବି ଡାକିଥିଲେ। ଲେବର ଡିପାର୍ଟମେଣ୍ଟରେ ତାଙ୍କ ସହିତ ଆମେ ଆଲୋଚନା କରିଥିଲୁ ଏବଂ ସେଠି ନିଷ୍ପତ୍ତି ବି ହେଇଥିଲା ଯେ ଏଇ ଯେଉଁ ଆମର ଏନ୍ଆର୍ଆର୍ ଅଛନ୍ତି ସେମାନଙ୍କର ଏଲିଜିବିଲିଟି, ତାଙ୍କର ଏଫିସିଏନ୍ସି, ତାଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍, ଆମର ଭେକେନ୍ସି ଏସବୁକୁ ଆଧାର କରିକିରି ଯେତେବେଳେ ଗଭର୍ଣ୍ଣମେଣ୍ଟର ଯେଉଁ ଗାଇଡ଼ଲାଇନ୍ସ ରହିଛି ତାକୁ ଆଧାର କରିକି ଏଇ ଯେଉଁ ଲୋକମାନଙ୍କର ଯେଉଁ ଏନ୍ଆର୍ଆର୍ ଆମର ଏମ୍ପ୍ଲୟି ଅଛନ୍ତି ସେମାନଙ୍କୁ କିପରି ଭାବରେ କ'ଣ ତାଙ୍କର ଯେଉଁ ନ୍ୟାୟ ଦିଆଯାଇପାରିବ ସେ ବିଷୟରେ ନିଷ୍ପତ୍ତି ନେବା ପାଇଁ ଲେବର ଅଫିସରେ ଆମର ଆଲୋଚନା କରାଯାଇଥିଲା, କିଛି ସେଟଲମେଣ୍ଟ କରାଯାଇଥିଲା। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ଅନେକ ଗୁଡ଼ିଏ ଜିନିଷ ହେଇଛି। ଏଇଟା ଯେଉଁ ଲେବରରେ ଯେଉଁ ଆଲୋଚନା କରାଯାଇଥିଲା ଲେବର ଅଫିସରେ, ସେଇଟା ନଭେମ୍ବର ମାସ 27 ତାରିଖରେ କରାଯାଇଥିଲା ଏବଂ ତାର ପରବର୍ତ୍ତୀ ଅବସ୍ଥାରେ ଡିସେମ୍ବର ମାସରେ ଆମର ସ୍ପେଶାଲ ଅଡ଼ିଟ୍ ଆସିଲା। ସ୍ପେଶାଲ ଅଡ଼ିଟ୍ରେ କୁହାଗଲା ଯେ ଗତ 10 ବର୍ଷ ଭିତରେ ବହୁତ ଇଲିଗାଲ ଆପଏଣ୍ଟମେଣ୍ଟ ହେଇଛି ଏବଂ ତାପରେ କୁହାଗଲା, ସେମାନେ କହିଲେ ଯେ ଆପଣଙ୍କର 66 ଜଣଙ୍କର ଏଇଠି ଆସ୍କା କୋଅପରେଟିଭ୍ ସୁଗର ଇଣ୍ଡଷ୍ଟ୍ରିରେ ତାଙ୍କର ଇନକ୍ୱାରି ଚାଲିଛି ଏବଂ ସେମାନଙ୍କର ଯେଉଁ ଶିକ୍ଷାଗତ ଯୋଗ୍ୟତା ଏସବୁ ଜିନିଷ ସନ୍ଦେହଜନକ, ଡାଉଟଫୁଲ୍, ତା ଉପରେ ବି ମାନେ ଇନକ୍ୱାରି ବର୍ତ୍ତମାନ ଚାଲିଛି। ଏହିସବୁକୁ ଆଧାର କରିକିରି ସ୍ପେଶାଲ ଅଡ଼ିଟ୍ କହିଲେ ଯେ 66 ଜଣଙ୍କର ଯେଉଁ ଉପରେ ଇନକ୍ୱାରି ଚାଲିଛି, ଯେଉଁଟାକି ହାଇକୋର୍ଟ ନିର୍ଦ୍ଦେଶ ଦେଇଛି ଏବଂ 10 ବର୍ଷରୁ ଉର୍ଦ୍ଧ୍ୱ ଭିତରେ ଯେଉଁଟା ଇଲିଗାଲ ଆପଏଣ୍ଟମେଣ୍ଟ, ଏହିସବୁ ଟପିକ୍ ଉପରେ ସ୍ପେଶାଲ ଅଡ଼ିଟ୍ ଅନେକ ପ୍ରଶ୍ନ ପଚାରିଥିଲେ। ତାହା ବର୍ତ୍ତମାନ ଚାଲିଛି, ସେଟା ସରିନି କି ତା ରିପୋର୍ଟ ଆସିନି ଏବଂ ଅନ୍ୟ ପକ୍ଷରେ ଆମର ଏଗ୍ରିମେଣ୍ଟ ସରିଲା ପରେ ଏବେ ଅଳ୍ପ ଦିନ ହେଲା ଆମର ଆର୍ସିଏସ୍ଙ୍କ ପାଖରେ ଏଇ ଯେଉଁ ଏଗ୍ରିମେଣ୍ଟ ହେଇଛି ଆମର ଏନ୍ଏମ୍ଆର୍ ସହିତ, ତା ଉପରେ ବି ପିଟିସନ୍ ଆସିଛି, ତା ଉପରେ ଇନକ୍ୱାରି କରିବା ପାଇଁ ରେଜିଷ୍ଟର ଅର୍ଡ଼ର ଦେଇଛନ୍ତି ଏବଂ ଅନ୍ୟ ପକ୍ଷରେ ହାଇକୋର୍ଟରେ ମଧ୍ୟ ଏଇ ଯେଉଁ ଏନ୍ଏମ୍ଆର୍ ମାନଙ୍କ ସହିତ ଆମର ଏଗ୍ରିମେଣ୍ଟ ହେଇଛି ଲେବର ଡିପାର୍ଟମେଣ୍ଟରେ, ହାଇକୋର୍ଟରେ ତାହା ଉପରେ ବର୍ତ୍ତମାନ କେସ୍ ଫାଇଲ୍ ହେଇଛି ଏବଂ ସେଇଟା ବର୍ତ୍ତମାନ ସବଜୁଡ଼ିସ୍ ଅଛି। ଏହିସବୁକୁ ଆଧାର କରିକିରି ଆମେ ମ୍ୟାନେଜମେଣ୍ଟ ତରଫରୁ ଏନ୍ଆର୍ଆର୍ ଏମ୍ପ୍ଲୟିମାନଙ୍କୁ ଡାକିଥିଲୁ, ତାଙ୍କ ସହିତ ଆଲୋଚନା କରିଥିଲୁ, ତାଙ୍କୁ ଆମେ ବୁଝେଇଥିଲୁ ଯେ ଆପଣମାନେ ବର୍ତ୍ତମାନ ଆମକୁ କିଛି ସମୟ ଦିଅନ୍ତୁ, ଆପଣମାନଙ୍କର ଯାହା ନ୍ୟାଯ୍ୟ ଦାବି ତାକୁ ଆମେ ନିଶ୍ଚିତ ଭାବରେ ବିଚାର ଆଲୋଚନା ମାଧ୍ୟମରେ ତାକୁ ସମାଧାନ କରିବା ପାଇଁ ଆମେ ଚେଷ୍ଟା କରୁଛୁ। କିନ୍ତୁ ଯେହେତୁ ଏଇଠି ଗଭର୍ଣ୍ଣମେଣ୍ଟର ନୀତି ନିୟମ ପ୍ରୋସିଜର ସବୁ ଫଲୋ କରିବାକୁ ପଡ଼ିବ, ସେଥିପାଇଁ କିଛି ନା କିଛି ସମୟ ଦରକାର ପଡ଼ୁଛି ଏବଂ ସେଇ ସମୟ ତାଙ୍କୁ ଦେବା ପାଇଁ ଆମେ ଅନୁରୋଧ କରିଥିଲୁ। କିନ୍ତୁ ସେମାନେ ଆଜି ବର୍ତ୍ତମାନ ଷ୍ଟ୍ରାଇକ୍ରେ ବସିଛନ୍ତି। ଆମେ ଏହି ବିଷୟରେ ଷ୍ଟ୍ରାଇକ୍ ବିଷୟରେ ରେଜିଷ୍ଟର, କଲେକ୍ଟର ଏବଂ କମିଶନର କୋଅପରେସନ୍ ଡିପାର୍ଟମେଣ୍ଟ ଏ ସମସ୍ତଙ୍କୁ ଆମେ ଅବଗତ କରାଇଛୁ ଏବଂ ଯେତେ ଶୀଘ୍ର ହେବ ଏଇ ଯେଉଁ ସମସ୍ୟାର ସମାଧାନ କରିବା ପାଇଁ ଆମେ ପଦକ୍ଷେପ ଗ୍ରହଣ କରୁଛୁ। ସେମାନେ ବସିଲେ କି ପରିଚାଳନା? ନିଶ୍ଚିତ ଭାବରେ ସେମାନେ ଆମର ସୁଗର ଇଣ୍ଡଷ୍ଟ୍ରିର ଗୋଟେ ପାର୍ଟ ଆଣ୍ଡ ପାର୍ସଲ। ଯଦି ସେମାନେ ଷ୍ଟ୍ରାଇକ୍ କରିବେ ତାହେଲେ ନିଶ୍ଚିତ ଭାବରେ ସୁଗର ଫ୍ୟାକ୍ଟ୍ରିର ଯେଉଁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବ ଏବଂ ଯେଉଁଟାକି ଆମେ ବର୍ତ୍ତମାନ ଚାହୁଁନୁ। ଗୋଟେ ବହୁତ କ୍ରୁସିଆଲ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଆମର ଆସ୍କା ସୁଗର ଇଣ୍ଡଷ୍ଟ୍ରି ବର୍ତ୍ତମାନ ଯାଉଛି। ସେଥିପାଇଁ ଆମେ ତାଙ୍କୁ ବାରମ୍ବାର ଅନୁରୋଧ ବି କରିଛୁ, ଅତୀତରେ ଏବେ ବି କରୁଛୁ ଯେ ଆପଣଙ୍କର ଦାବିକୁ ଆମେ ବିଚାର ଆଲୋଚନା ମାଧ୍ୟମରେ ତାକୁ ଯେମିତି ହେଲେ ଆମେ ତାକୁ ସମାଧାନ କରିବା, ସେଥିପାଇଁ କିଛି ଆମକୁ ସମୟ ଦିଆଯାଉ, ସେଇ ଜିନିଷ ଆମେ ତାଙ୍କୁ ଅନୁରୋଧ କରିଛୁ।
रवींद्र पंडा आसिका समवाय चीनी शिल्प लिमिटेड सभापति अच्छे। ସାର୍ କ'ଣ ସାର୍ ବର୍ତ୍ତମାନ ଫାଟକ ଆଗରେ କର୍ମଚାରୀ ମାନେ 3 ଦଫା ଦାବି ନେଇ ବସିଛନ୍ତି କ'ଣ ଆପଣଙ୍କର ସେ ଭିତରେ ମତ? नहीं कर्मचारी मानकर पूर्वर बहुत समस्या थिला मोर परिचालन परिषद निर्वाचित हो आम आसवा पर आम कर्मचारी मानकर बहुविध हित साधन पर विभिन्न प्रकार पदक्षेप नहींचु एवं आपण शुणी आश्चर्य हे 2016 मसीह आपणकर बोनस इनिशिएटिव से पाई नथिले आमे ताको देइचु इनिशिएटिव देइचु एवं किछि सीजनल कर्मचारी को रेगुलर करचु एवं आपण आहरी बड़ कथा गोटे एटी सर्विस बुक नथिला आमे परिचालन परिषद आसवा पर रेगुलर एम्प्लॉय मानकर सर्विस बुक आमे ओपन कलु 1963 मसीहार चीनी शिल्प एटी नथिपत्र को उपयुक्त भाव प्रस्तुत करा जायनि अतीत एवं विभिन्न प्रकार नीति नियम उल्लंघन होकर बहुत काम आ भितर होता आगु एवं ताकू आम सजाड़े बहुत समय जाऊे एवं आपण मैंने जानी समवाय चीनी शिल्प आमर विभिन्न प्रकार माली मकदमार सम्मुखीन हो 116 रु ऊर्ध्व केस हाईकोर्ट लेबर कोर्ट डिस्ट्रिक्ट कोर्ट एवं आमर आस्का कोर्ट सबुथिरे मकदमार विचाराधीन रही ये विभिन्न प्रकार समस्या देकर गति करुचे आम चाषी मानक पई श्रमिक मानक पई बहुविध उन्नति साधन पई पदक्षेप नहींचु एवं आगामी दिन में नेबापई मध्य आम प्रयास जारी रही आजिकार जो आंदोलन कथा आपण मैंने कहते से माने गत 12 तारिख दिन गोटे दायीपत्र आमको देइथिले सेमानकर दाबी है जे ट्राइपार्टाइट चुक्ति डीएलओ एवं आस्का सुगर फैक्ट्री मैनेजमेंट मध्य एवं यूनियन मध्य जो चुक्ति होती से चुक्ति को कार्यकारी करने दाबी पत्र से 12 तारिख रे से चुक्ति रे आमर अच्छी जे एनआरआर मान को सीजनाल करने एवं सीजनाल मान को रेगुलर करने तार जो प्रोसेस अच्छी से प्रोसेस रे आमे कार्यक्रम आरंभ करिचु एवं सेटा चूड़ांत हो पारि नाही एवं आमे पूर्वर परिचालन परिषद बैठक एवं आमर स्टाफ सिलेक्शन कमिटी बैठक रे आमे देइचु मतामत डायरेक्टर माने बसचंदी आलोचना करचंदी एमडी आलोचना करचंदी सेक्रेटरी आलोचना करचंदी समस्ते आमे सहमत अछु जे कर्मचारी मानकर किछि समस्या समाधान हो एवं कर्मचारी माने उपयुक्त प्राप्य तांकर पाहंतु किंतु जोटा ओडिशा समवाय आईन एवं आमर सुगर फैक्ट्री जो समवाय सुगर फैक्ट्री आईन ये सबू को भित्ति करी आमे नियुक्ति देबा पई पदोन्नति देबा पई जो आवश्यक होची सेथिरे टे विलंब होची एवं आमर प्रक्रिया जारी रही निर्दिष्ट भावे मु न कहि पारले मध्य आमे कर्मचारी यूनियन जो दाबी और समस्या अच्छी परिचालन परिषद आमे सचेतन अच्छु एवं आगामी दिन में ताकू यथा संभव न्यायसम्मत विधिसम्मत जहाँ हो पार ताहा करा जिवो।